ଦେଖନ୍ତୁ ବିଜୁବାବୁ ହେଉଛନ୍ତି ଓଡ଼ିଶାର ପ୍ରବାଦ ପୁରୁଷ। ତାଙ୍କୁ ଯଦି ନେଇକି ରାଜନୀତିକରଣ କରାଯାଏ ତାଙ୍କର ଦେହାନ୍ତ ପରେ ଓଡ଼ିଶାର ବ୍ୟବସ୍ଥା ଅଛି ଦିବଙ୍ଗତ ଆତ୍ମାମାନଙ୍କୁ ପୂଜ୍ୟ ପୂଜା ହିସାବରେ ଆମେ ସମ୍ମାନ ଦେବାର ଦରକାର। ବିଶେଷ କରି ଭାରତୀୟ ଜନତା ପାର୍ଟିକୁ ଆମେ ମନେ ପକାଇ ଦେବା ପାଇଁ ଚାହୁଁଛୁ ସିଏ ଯେଉଁ ଅସ୍ମିତା କଥା କହି ଆଜି ଶାସନ ଗାଦିକୁ ଆସିଛନ୍ତି ଏବଂ ଡବଲ ଇଞ୍ଜିନର ସରକାର କେନ୍ଦ୍ରରେ ତାଙ୍କର ରାଜ୍ୟରେ ତାଙ୍କର ସେ ଭୁଲିଗଲେ କେମିତି ବିଜୁବାବୁ ଜଣେ ପ୍ରବାଦ ପୁରୁଷ ବୋଲି। ସମୟ ଥିଲା ଅଟଳ ବିହାରୀ ବାଜପେୟୀଙ୍କୁ ଆମେ ସମ୍ମାନ ଦେବାରେ କୌଣସି କୁଣ୍ଠା ପ୍ରକାଶ କରୁନଥିଲୁ। ଆମେ ଭାବିନଥିଲୁ ସେ ଭାରତୀୟ ଜନତା ପାର୍ଟିର ବୋଲି। ଆମେ ବି ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉ ଏବଂ ତାଙ୍କର ଯେକୌଣସି କାର୍ଯ୍ୟକ୍ରମ ହେଲେ ବି ଆମେ ଯୋଗଦାନ କରୁଛୁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରୁଛୁ। ଏମିତି କ'ଣ ଅସୁବିଧା ହେଇଗଲା ଯେ ବିଜୁ ପଟ୍ଟନାୟକଙ୍କ ବାବଦରେ ଦିଲ୍ଲୀ ଦରବାରରେ ଏ ପ୍ରକାର ଅଶାଳୀନ ମନ୍ତବ୍ୟ ରଖିବା ନିହାତି ଜରୁରୀ ହୋଇପଡ଼ିଲା ଏବଂ ମାନ୍ୟବର ସାଂସଦ ଉତ୍ସାହିତ ହୋଇ ନିଶିକାନ୍ତ ଦୁବେଜୀ ଯେଉଁ ଟାଇପ୍ର ମନ୍ତବ୍ୟ ରଖିଲେ এটা ଓଡ଼ିଶା ପ୍ରତି ଗୋଟେ ଅସମ୍ମାନିତ ହୋଇଛି ବୋଲି ଆମେ ଅନୁଭବ କଲୁ। ଏଠି ଦଳ ମତ ନିର୍ବିଶେଷରେ ସମସ୍ତେ ଏ କାର୍ଯ୍ୟକୁ ନିନ୍ଦା କରିବାର ଆବଶ୍ୟକତା ରହିଛି। ଯେହେତୁ ଡବଲ ଇଞ୍ଜିନର ସରକାର ଆମେ ମନେ ପକାଇ ଦେଇଛୁ ତାଙ୍କୁ ଯେ ତୁରନ୍ତ ଗୃହରେ ଏ ବାବଦରେ ଆଲୋଚନା ହେଉ, ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଉ ଏବଂ ଯେଉଁ ମାନ୍ୟବର ସାଂସଦ ଏ ବାବଦରେ ଏ ପ୍ରକାର ମନ୍ତବ୍ୟ ରଖିଛନ୍ତି ସେ କ୍ଷମା ପ୍ରାର୍ଥନା କରନ୍ତୁ ଓଡ଼ିଶାବାସୀଙ୍କ ପାଖରେ ଏବଂ ବିଜୁବାବୁଙ୍କୁ ଯେଉଁ ପ୍ରକାର ଭାବେ ଅସମ୍ମାନିତ କରିଥିଲେ ସେଥିରୁ ନିବୃତ୍ତ ରୁହନ୍ତୁ।